ଯାହାକେ ଦେଖିକରି ତମମାନେ ଭାବୁଥିବ ଯେ ମୁଇଁ କେନ୍କେ ଭିକ୍ ମାଗି ଯାଉଛେ ବୋଲି, କିନ୍ତୁ ହେନ୍ତା ନି ଭାବ। ଆମର ବାଡ଼ିର କଙ୍କୁଡ଼ ଡିର୍ ଇଟା କଙ୍କୁଡ଼ ତୁରବାର୍ ଲାଗି ମୁଇଁ ଇଟା ଆମର ବାରିକେ ଆଇଛେ ହେଲା। ଗିନା ଧରନି ଆଉ ଦେଖବ ଏବେ ଗିନା ଭରମି। ମୁଇଁ କଙ୍କୁଡ଼କୁ ଛିଡେଇ ଦେନି ତ ଦେଖିକରି ମକେ ପୁରା ଖୁସ୍ ଲାଗି ଯାଉଛେ। ଯାହା ହଉ ଆମର ବାଡ଼ିରେ ଏତେ କଙ୍କୁଡ଼ ଫଲିଛେ ବୋଲି। 400 ଗ୍ରାମ ହେବା ଲେଖା ଲାଗୁଛେ ମକେ। କଙ୍କୁଡ଼ ଆଣି ଦେଲାକେ ମୋର୍ ମା ପୁରା ଖୁସ୍ ହେଇଯାଉଛେ। ଯାହା ହଉ ଆମ ଘରେ ଏତେ କଙ୍କୁଡ଼ ବାହାରିଲା ବୋଲିକିନା। କେନ୍ କେନ୍ ତମର ମା ମାନକେ କଙ୍କୁଡ଼ ଆଣି ଦେତ ଏନ୍ତା କିନା ମୋର ଏନ୍ତା କମେଣ୍ଟ କର। ଆଜି ଆମେ ତତେ ନେଇ ଛାଣୁ ମାନେ ତାକେ କଙ୍କୁଡ଼କେ ନେଇ ଛାଣୁ। ଆଜି ସାଙ୍ଗେ ସାଙ୍ଗେ କଟା ହେଲା ସେଥିର୍ ଲାଗି ଆଜି ଖାଇମୁ ସବେ। 2024 ନା ଏଟା ଫାଷ୍ଟ করে ଆମ ଘରେ କଙ୍କୁଡ଼ ଖିଆ ହେବା। ତେଲ ଜିରା ଲେସୁନ ପିଆଜ ହେଇଗଲା ତାରୁ ସାଙ୍ଗେ ସାଙ୍ଗେ ମୁଇଁ ଏବେ କଙ୍କୁଡ଼ ପକେଇ ସାରିଲା ପରେ ଟିକେ ହଲା ହଲି କରିଦେମା। ଯେନ୍ତା ଦେଖୁଛ କେନ୍ତା। ତାପରେ ମୁଇଁ ମସଲା ଢାଳି ଦେବି। ହଳଦୀ ଧନିଆ ମିର୍ଚି ଗରମ ମସଲା ଟିକେ ଭଲ କରି ମିଶେଇ ଦେମା ପୁରା। ଦେଖ ଏନ୍ତା କିନା ମିଶାବ। ତମେ ମାନେ ଏନ୍ତା କିନା ମିଶେଇ ଜାଣିଛ କି ନିଜେ ନେଇ ଜାଣ ବୋଲେ କମେଣ୍ଟ କର। ମିଶେଇ ନୁନ ଢାଲି ଦେମା। ନୁନ ଢାଲି ଦେଲା ତାରୁ ଫିର ସେ ଆଉ ଥରେ କୁড়କୁড়େଇ ଦେମା। ଯେ ଜଣେ ରନ୍ଧାକେ ମୁଇଁ କପି କରବା ଲାଗି ଚେଷ୍ଟା କଲି ହେଲେ ହେଲା କି ନିଜେ ନେଇ କହିପାରେ ଖାଇଲେ ଜଣା ପଡୁ। ସେ ଲୋକ ହଉଛନ୍ ମୋ ନାନା ଏନ୍ତା କିଏ ବି କଙ୍କୁଡ଼ ଭଜା କରି ନେଇ ପାରୁ।